ସାଙ୍ଗମାନ ଗୋଟେ ସମୟ ଥିଲା ଯେତେବେଳେ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଓଡ଼ିଶାର ଲୋକ ହିଁ ପସନ୍ଦ କରୁନଥିଲେ। ନିଜେ ଓଡ଼ିଆ ମାନେ କହୁଥିଲେ କି ଫିଲ୍ମଟି ଯେଉଁଟାକି କପି ହୁଏ ଆଉ ଓଡ଼ିଆ ଫିଲ୍ମକୁ କିଏ ଦେଖିବ। ତ ଆସନ୍ତୁ ଜାଣିବା। ତ ଆଜିକା ସମୟରେ ଓଡ଼ିଆ ଫିଲ୍ମ ଏତେ ମାତ୍ରାରେ ଆପଣମାନେ ଯଦି ଦେଖିବେ ଆଗକୁ ବଢ଼ି ସାରିଛି, ତାହେଲେ ବହୁତ ମାନେ କହିବାକୁ ଗଲେ କିଛି ମିଛ ହେବନି, କାରଣ ଓଡ଼ିଆ ଇଣ୍ଡଷ୍ଟ୍ରି ସତରେ ବହୁତ ଆଗକୁ ବଢ଼ି ସାରିଛି। କ'ଣ ବଢ଼ି ସାରିଛି ଦେଖନ୍ତୁ, ବୋଉ ବୁଟ ଭୂତ ଯେତେବେଳେ ଫିଲ୍ମଟି ରିଲିଜ୍ ହେଲା 11 ଦିନ ଭିତରେ 10,36,00,000 କମେଇ ସାରିଛି। ଆଉ 15ରୁ 16 ଦିନ ଭିତରେ ଆଜି ଯେଉଁଟାକି ଫିଲ୍ମ ରିଲିଜ୍ ହେବାର 16 ଦିନ ଭିତରେ ଆପଣମାନେ ଯଦି ଦେଖିବେ ତାହେଲେ ଫିଲ୍ମଟି 14 କୋଟିରୁ ଅଧିକ କମେଇ ସାରିଛି, 15 କୋଟି ପାଖାପାଖି କମେଇ ସାରିଛି ବକ୍ସ ଅଫିସ୍ କଲେକ୍ସନ୍। ଆଉ ଫିଲ୍ମଟିକୁ ଯେଉଁ ଆପଣମାନେ ଦେଖିବେ ଫିଲ୍ମ ଇଣ୍ଡିଆନ୍ ରିଭ୍ୟୁ ବୋଲି ଗୋଟେ ଅଛି ରିଆକ୍ସନ୍ ଚ୍ୟାନେଲ୍, ତା'ର ଫିଲ୍ମ ରିଭ୍ୟୁ କରିବା ଗୋଟେ ବଡ଼ କ୍ରିଟିକ୍, ଆଉ ମିଲିୟନ୍ସ ଉପରେ ଭ୍ୟୁଜ୍ ଆସେ। ସେ ଦମନକୁ ବି ରିଭ୍ୟୁ କରିଥିଲେ, ବହୁତ ବଢ଼ିଆ ରିଭ୍ୟୁ କରିଥିଲେ। ଆଉ ବୋଉ ବୁଟ ମୁଭିକୁ ଏମିତିକା ରିଭ୍ୟୁ କରିଛନ୍ତି, ସାଉଥ୍ ସହିତ କମ୍ପେୟାର କରିଛନ୍ତି, ବଲିଉଡ଼ ସହିତ ଭାଇ କମ୍ପେୟାର କରିଛନ୍ତି, ଯେଉଁଟାକି ବହୁତ ବଡ଼ କଥା। ମୁଁ ବି ନିଜେ ସେଇ କଥା କହୁଥିଲି କି ଭାଇ ସାଉଥ୍ ହଉ କି ବଲିଉଡ଼ ହଉ ସେମାନେ କମେଡ଼ି ବନେଇ ଦିଅନ୍ତି, ଓଭର ଆକ୍ଟିଂ କରନ୍ତି, କିନ୍ତୁ ଏ ଫିଲ୍ମଟିକୁ ଦେଖିବେ କ'ଣ ଫିଲ୍ମ ବନା ହେଇଛି। ନିଜକୁ ଓଡ଼ିଆ ବୋଲି ଓଡ଼ିଆ ସିନେମାକୁ ଆଗରୁ ସମସ୍ତେ କପି କହୁଥିଲେ, ଆଉ ବାହାର ଷ୍ଟେଟ୍ର ଲୋକ ତ ଜାଣି ବି ନଥିଲେ। ଓଡ଼ିଶା କହିଲେ ଭାଇ ଜାଣିପାରନ୍ତିନି, କିନ୍ତୁ ଆଜିକାଲି ଯେଉଁଠିକି ଜଗନ୍ନାଥଙ୍କ ନାଁରେ ତ ଓଡ଼ିଶା ସମସ୍ତେ ଜାଣିଛନ୍ତି, ଓଡ଼ିଶା କହିଲେ ଜୟ ଜଗନ୍ନାଥ। କିନ୍ତୁ ଓଡ଼ିଆ ଇଣ୍ଡଷ୍ଟ୍ରି ବି ଆଜିକାଲି ଆଗକୁ ଯାଉଥିବା ସମୟରେ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ବି ଲୋକମାନେ ଜାଣିବେ, ଆମେ ବି କହିପାରିବା ଆମର ଗୋଟେ ଓଡ଼ିଆ ଇଣ୍ଡଷ୍ଟ୍ରି ଅଛି ଯେଉଁଥିରେ ଭଲ ଫିଲ୍ମ ବନାଯାଏ। ଆଉ ଲୋକମାନେ ବି ଏ ବିଷୟରେ, ମୁଁ ଯେତେବେଳେ ଅନ୍ୟ ମୋ ସାଙ୍ଗମାନଙ୍କ ସହିତ କଥା ହୁଏ, ନନ୍ ଓଡ଼ିଆ ଯେଉଁମାନେ ଅଛନ୍ତି ସେମାନେ ବି ଦମନ ବିଷୟରେ ଶୁଣିଥିଲେ, ଏବେ ବୋଉ ବୁଟ ଭିତରେ ବି ଶୁଣୁଛନ୍ତି। ବହୁତ ବଡ଼ ବଡ଼ କଥା, ମାନେ ଭଲ ଲାଗୁଛି ଏସବୁ ଶୁଣିଲା ପରେ, ନିଜକୁ ଗୋଟେ ଗର୍ବ ଲାଗୁଛି। ଆଉ ମୁଁ ଆଶା କରୁଛି ଆସୁଥିବା ସମୟରେ ବି ଓଡ଼ିଆ ଫିଲ୍ମ ଭଲ ଫିଲ୍ମ ବନାନ୍ତୁ। ଆଉ ୟାକୁ ଷ୍ଟାରରୁ 5ରୁ 4 ଷ୍ଟାର ଦିଆହେଇଛି। ଆଉ ମୁଁ ବହୁତ ଖୁସି କି 4 ଷ୍ଟାର ଦେଇଛନ୍ତି ୟାକୁ। ଆଉ ଫିଲ୍ମ ରିଭ୍ୟୁଜ୍ କ୍ରିଟିକ୍ସ ବହୁତ ପସନ୍ଦ କରୁଛନ୍ତି। ଆଗକୁ ଦେଖିବା ୟୋଗୀ ଯେଉଁ ତା'ର ୟୁଟ୍ୟୁବ୍ ଚ୍ୟାନେଲ୍ ସେ ବି ରିଆକ୍ସନ୍ କରୁଛି କି ନାହିଁ।